हेलो भाई नमस्कार शुभ सकाल ଆପଣ ଦେଖନ୍ତୁ ଗୋଟେ ଆସିଛି ଆଜି 23 ଜାନୁଆରୀ ଚାଲନ୍ତୁ ଜାଣିନେବା ସବୁ କିଛି ଟପ୍ ନ୍ୟୁ ଅପଡେଟ୍ ଦେଶ ବିଦେଶର ଆରମ୍ଭ କରି ଓଡ଼ିଶା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର ବହି ପାଇବା ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ କ୍ଲିକ୍ କରିବେ ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ। ସୁଭଦ୍ରା ଯୋଜନାକୁ ନେଇ ଆସିଲା ଚାଞ୍ଚଲ୍ୟ ଖବର। ଯୋଜନାରେ ମହିଳାମାନେ ଆବେଦନ କରୁଥିବା ବେଳେ ବର୍ତ୍ତମାନ ପୁରୁଷମାନେ ବି ଆବେଦନ କରୁଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ମହିଳାମାନଙ୍କୁ ସଶକ୍ତି କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ସୁଭଦ୍ରା ଯୋଜନା ପାଇଁ ରାଜ୍ୟର 157 ଜଣ ପୁରୁଷ କରିଛନ୍ତି ଆବେଦନ। ଏହା ମଧ୍ୟ କହିଛନ୍ତି ଯେ ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏହି ତଥ୍ୟ ସାମ୍ନାକୁ ଆସିଲା। ସେପଟେ ରାଜ୍ୟ ବାହାରେ ଥିଲେ ବି ସୁଭଦ୍ରା ପାଇପାରିବେ। ଆବେଦନ କରନ୍ତୁ। ଗଞ୍ଜାମ, ଦେଓଗଡ଼ ଏବଂ ପଶ୍ଚିମ ଓଡ଼ିଶାର ବହୁ ମହିଳା ରାଜ୍ୟ ବାହାରେ ଅଛନ୍ତି। ପ୍ରବାସୀ ମହିଳାମାନେ କିପରି ସୁଭଦ୍ରା ଟଙ୍କା ପାଇବେ ସେ ନେଇ ସରକାର ଚେଷ୍ଟା କରୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, ବଢ଼ିଲା ଭତ୍ତା ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୁଣି ବଡ଼ ଘୋଷଣା କରିଛନ୍ତି। ପାଚକ ଓ ପାଚିକାଙ୍କ ପାରିଶ୍ରମିକ 1000 ଟଙ୍କା ବୃଦ୍ଧି କରି ତାହାକୁ 3000 ଟଙ୍କା କରିବା ପରେ ଭତ୍ତା ବଢ଼ାଇବା ନେଇ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯବାନଙ୍କୁ ମିଳୁଥିବା ସ୍ୱତନ୍ତ୍ର ଭତ୍ତା ରିସ୍କ ଆଲାୱେନ୍ସରେ ଏକାବେଳେ 17,000 ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ସ୍ୱତନ୍ତ୍ର ଭତ୍ତାରେ 3 ଗୁଣ ବୃଦ୍ଧି କରାଯାଇଛି। ପରବର୍ତ୍ତୀ ଖବର, ଏଣିକି ଏମାନଙ୍କୁ ମିଳିବନି ମାଗଣା ରାସନ। ଏନେଇ ଖାଦ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ରାଜ୍ୟରେ ପ୍ରାୟ 1 କୋଟି ପାଖାପାଖି ଲୋକ ମାଗଣା ରାସନ ପାଉଛନ୍ତି। ଅନୁସନ୍ଧାନକାରୀ ସଂସ୍ଥାର ପତ୍ରରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ରାଜ୍ୟରେ ନକଲି ରାସନ କାର୍ଡଧାରୀ ଅଛନ୍ତି। ବର୍ତ୍ତମାନ ଏହିପରି ଲୋକଙ୍କୁ ଚିହ୍ନଟ କରାଯାଇଛି ଯାହାଦ୍ୱାରା ଯୋଗ୍ୟ ବ୍ୟକ୍ତି ଏହି ଯୋଜନାର ଲାଭ ପାଇପାରିବେ। ଏହି ଯୋଜନାରେ ଜାଲିଆତି ହେଉ ଅନେକ ଅଯୋଗ୍ୟ ବ୍ୟକ୍ତି ଏହି ଯୋଜନାର ଲାଭ ପାଉଛନ୍ତି। ଆହୁରି ମଧ୍ୟ ଅନେକ ଲୋକ ସରକାରୀ ଚାକିରିଆ ହୋଇଥିଲେ ମଧ୍ୟ ରାସନ ଆଣିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ଏହିପରି ଲୋକମାନଙ୍କ କାର୍ଡ ବାତିଲ ହୋଇଯିବ। ପରବର୍ତ୍ତୀ ଖବର, ଫେବୃଆରୀ 21 ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା। ଉକ୍ତ ପୁସ୍ତିକାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଠାଯାଇଛି। ସେପଟେ କ୍ୟାବିନେଟରେ 10 ପ୍ରସ୍ତାବକୁ ମଞ୍ଜୁରୀ। ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ। ଆଦର୍ଶ ବିଦ୍ୟାଳୟ ପ୍ରସ୍ତାବକୁ କ୍ୟାବିନେଟ ମୋହର। ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ନାମ ରହିବ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ଷୋଡ଼ଶ ଅର୍ଥ କମିଶନଙ୍କ ପାଖରେ 12,56,148 କୋଟି ଦାବି କରିବେ ସରକାର। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।